ଶ୍ରୋତାବନ୍ଧୁ କବିର ଜୀବନ ତାର ପାରିପାର୍ଶ୍ୱିକ ଜଗତର ଅନୁଭୂତିକୁ ନେଇକି ଖୁବ୍ ଉଦାତ୍ତ ଥାଏ। ତେବେ ସମ୍ପର୍କ ଗୁଡ଼ିକ ଏତେ ଅଦ୍ଭୁତ ହୋଇଥାନ୍ତି ଯେ ତାକୁ ନେଇ ବେଳେବେଳେ ବଞ୍ଚିବାକୁ ବାଧ୍ୟ ହୁଏ କବିଟେ। ମୁଁ ମନେ କରେ ଯେଉଁ ମୁହୂର୍ତ୍ତରୁ ଗୋଟେ ସମ୍ପର୍କରୁ ଜଣେ ମୁକ୍ତି ଚାହେଁ ସେଇଠି ହିଁ ସେହି ମୁହୂର୍ତ୍ତରେ ହିଁ ସମ୍ପର୍କର ମୃତ୍ୟୁ ଘଟେ। ଆଜି ଏମିତି ଏକ ଅନୁଭବ, ଏମିତି ଏକ ଆବେଗ, ଗୋଟେ ସନ୍ତପ୍ତ ହୃଦୟର କଥା। ଶିଳାଶ୍ରୀ ପତ୍ରିକାର ସମ୍ପାଦିକା କବି ବାସନ୍ତୀ ଦାସଙ୍କ କବିତା। ଶିଳାଶ୍ରୀ ପତ୍ରିକା 2 ଦଶନ୍ଧି ଧରି ବେଶ ସକ୍ରିୟ ଏବଂ ତାର ପ୍ରତିଷ୍ଠାପିକା, ତାର ସମ୍ପାଦିକା ହେଉଛନ୍ତି ଆମ ସମୟର ଜଣେ ବିଶିଷ୍ଟ କବି, ସମ୍ପାଦିକା, ସଂଗଠିକା, ଗାଳ୍ପିକା ଶ୍ରୀମତୀ ବାସନ୍ତୀ ଦାସ। ଆଜି ତାଙ୍କର ଏକ କବିତା ଆପଣମାନଙ୍କ ପାଇଁ ମୁଁ ଉପସ୍ଥାପନ କରୁଛି। କବିତାର ଶୀର୍ଷକ ହେଉଛି ମୁଁ ଅସହାୟ ଜେଜି ମାଟିଏ। କବି ବାସନ୍ତୀ ଦାସ। ମୋ ସ୍ୱପ୍ନରେ ଜାଗରଣରେ ଅନବରତ ଗୁଞ୍ଜରିତ ହେଉଥିଲା ତାର ଇ ର ମୃଦୁ ଚିତ୍କାର। ମୋ ସ୍ୱପ୍ନରେ ଜାଗରଣରେ ଅନବରତ ଗୁଞ୍ଜରିତ ହେଉଥିଲା ତାର ଇ ର ମୃଦୁ ଚିତ୍କାର। କେବେ ତାହା ବଦଳି ଯାଉଥିଲା ବିରକ୍ତିକର ସ୍ୱରରେ ବା କେବେ ଯନ୍ତ୍ରଣା ଜର୍ଜରିତ ଅସ୍ତବ୍ୟସ୍ତ କାନ୍ଦଣାରେ। ମୁଁ କିନ୍ତୁ ନୀରବ, ନିର୍ବେଦ ଆଉ ଅସହାୟ। ସେ ଗୁଞ୍ଜରଣ ଭେଦୁଥିଲା ପ୍ରତିକ୍ଷଣ ମୋ ଛାତିରେ ତୀର ପରି। ତଳ ଘରେ ଥାଇ ମୁଁ ଅନୁଭବ କରୁଥିଲି ମୋ ହୃଦୟରେ ଜଡ଼େଇ ଧରିଥିବା ସେଇ ଅବୋଧ ଶିଶୁର କରୁଣ ଶବ୍ଦ ସବୁକୁ ଜନ୍ମରୁ ତୋଳି ଧରିଥିଲି ହୃଦୟରେ, ଯାହାକୁ ସଶକ୍ତ ଭାବନାରେ ତା ପିତାର ଜନନୀ ବୋଲି, ମୁଁ ଜେଜିମା ବୋଲି। ମା ତାର ମୂର୍ଖ ଅର୍ଦ୍ଧପାଗଳ, ପିତା ଅସହାୟ ସମୟ ଚକ୍ରରେ ସମାଜର ଅନ୍ୟାୟ ଫାଶରେ ବନ୍ଦୀ। ସମାଜର ଅନ୍ୟାୟ ଫାଶରେ ବନ୍ଦୀ ତା ବିକଳ ତରୁଣ ଜୀବନ ନା ସହିପାରେ ନା କହିପାରେ, ନା ସହିପାରେ ନା କହିପାରେ ନିଜର ଅବସ୍ଥିତି ପରିସ୍ଥିତି। ହୃଦୟର ବିଳାପ କେବଳ ନ୍ୟାୟ ନୀତିକୁ ଡରି ବା ସମ୍ମାନ ଦେଇ ଚତୁର୍ଦିଗରେ ଘୁରି ବୁଲୁଥିବା ପତ୍ନୀକୁ ପ୍ରାଧାନ୍ୟ ଦେଇ ସେ ଚାଲୁଥାଏ। ନ ପଡ଼ିବାକୁ ସମାଜର ଆଇନ ଫାଶରେ ଦୋଷୀଟିଏ ହୋଇ ବୋଲି ସବୁ ମୁହୂର୍ତ୍ତରେ ସେଇ ପ୍ରୟାସରେ ମାତିଥାଏ। କରୁଥାଏ ନିଜର କର୍ତ୍ତବ୍ୟ ପାଳନ, ହେଲେ ପ୍ରତି ମୁହୂର୍ତ୍ତରେ ମୁଁ ସଅମ୍ପୁଥାଏ ନିଜକୁ ଭଲରେ ନ ବୁଝି ସୁଝି ଏମିତି ଝିଅ ବିଷୟରେ ମୋ ପୁଅ ସାଥିରେ ବାହା କରିଥିବାରୁ। ମା ତାର କରିଥିଲା ଚକ୍ରାନ୍ତ ଦୂରେଇବାକୁ ତାର ଅଯୋଗ୍ୟ କନ୍ୟାକୁ ନିଜ ନିକଟରୁ ମୋ ସରଳତାର ଉପଯୋଗ କରି ନଷ୍ଟ କରିଦେଲା ମୋ ସ୍ୱପ୍ନ ସଂସାର ଆଉ ସାରା ଜୀବନ ମୋ ପୁଅର ଜୀବନକୁ। ପିଲାଟିଏ ହୋଇଗଲା ଅଳ୍ପ ଦିନେ, ହେଲେ ବିଳମ୍ବରେ ହେଉଛି ତାର ବିକାଶ। 2 ବର୍ଷରେ ଚାଲି ଶିଖିଲା, 2.5 ବର୍ଷରେ ମୋ ପାଖରୁ ଦୂରେଇ ରହିଲା। ହେଲେ ତାର ଦୋଷ କ'ଣ? ପତ୍ନୀର ଖୁସି ପାଇଁ ପୁଅ ଦୂରେଇ ନେଲା ତାକୁ। ସେ ଜିଦି କଲା ପରା ଏକା ରହିବାକୁ ତା ନିଜ ଇଚ୍ଛାରେ। ଏମିତି ଏକ ସ୍ୱାର୍ଥପର ପତ୍ନୀ ପାଇଁ ପୁଅ ସହୁଛି ସବୁ କଷଣ ନାତି ସହ।
ଏମିତି ଏକ ସ୍ୱାର୍ଥପର ପତ୍ନୀ ପାଇଁ ପୁଅ ସହୁଛି ସବୁ କଷଣ ନାତି ସହ। କେତେ ସ୍ନେହ ମମତା ଆଦର ଯତ୍ନରେ ଜନ୍ମରୁ ଲାଳନ ପାଳନ କରିଥିବା ଦାଦା ଖୁଡ଼ି ଆଉ ମୋ ପାଖରୁ ଦୂରେଇ ନେଲା ପଦୁଟି କଥାରେ। କେତେ ସ୍ନେହ ମମତା ଆଦର ଯତ୍ନରେ ଜନ୍ମରୁ ଲାଳନ ପାଳନ କରିଥିବା ଦାଦା ଖୁଡ଼ି ଓ ମୋ ପାଖରୁ ଦୂରେଇ ନେଲା ପଦୁଟି କଥାରେ। କାରଣ ପତ୍ନୀ କହିଲା ମୁଁ ଚଳିପାରିବିନି କାହା ସାଥିରେ। କାରଣ ତା ପତ୍ନୀ କହିଲା ମୁଁ ଚଳିପାରିବିନି କାହା ସାଥିରେ, ମତେ ଏକା ରଖ ଆଉ କୋଉଠାରେ। କିନ୍ତୁ ବାହାରେ ନୁହେଁ କେବଳ ଏଇ ଘରେ, କିନ୍ତୁ ଏକ ଭିନ୍ନ ପ୍ରକୋଷ୍ଠରେ। ସେ ବି ସେଇଆ କଲା, ରଖିଲା ଏକା କରି ଉପର ଘରେ। ତଳ ଘରେ ଗୁମୁରି ଗୁମୁରି ଆଖିରୁ ଲୁହ ଗଡ଼ାଏ ମୁଁ। ସମସ୍ତେ ଯେମିତି ଅସହାୟ। ମୋ ପିଲା କହି ଯିଏ ଛଡ଼େଇ ନେଲା ମା ହାତରୁ ତା ପୁଅକୁ, କୋଉ ମୁହଁରେ କେମିତି ମୁଁ ବଞ୍ଚିଛି, କେମିତି ମୁଁ ସହୁଛି, କେମିତି ମୁଁ ମୁହୂର୍ତ୍ତ ବିତଉଛି। କେତେ ହାୟ ସତରେ, କେତେ ହାୟ ସତରେ। ଶ୍ରୋତାବନ୍ଧୁ, ପ୍ରଥମେ ମଣିଷ ତାପରେ କବି। ମଣିଷର ଅନୁଭବାତ୍ମକ ଜଗତଟିଏ ଅଛି ଯେଉଁଠି ସେ ସନ୍ତୁଳି ହେଉଥାଏ, ଯେଉଁଠି ସେ ମୁହୂର୍ତ୍ତମାନଙ୍କୁ ଭୋଗିଲା ବେଳେ ଅନେକ କ୍ଷତ ନିଜ ହୃଦୟ ଭିତରେ ସାଉଁଟି ନେଇଥାଏ। ଏଇ ପ୍ରତ୍ୟକ୍ଷ ଜୀବନ ଆମକୁ ପ୍ରତ୍ୟକ୍ଷ ଅନୁଭୂତିରେ ପରିପୂର୍ଣ୍ଣ କରେ। କବିଟେ ଆଉ କିଏ କି, ଏମିତି ଗୋଟେ ସାକ୍ଷାତ କରୁଥିବା, ପ୍ରତ୍ୟକ୍ଷ କରୁଥିବା ସାଧାରଣ ମଣିଷଟେ। ତା ଆଖି ଆଗ ଜଗତ ହିଁ ତାର କାବ୍ୟିକ ଉପାଦାନର ପାହାଚ ସୋପାନ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଶିଳାଶ୍ରୀ ପତ୍ରିକାର ସମ୍ପାଦିକା କବି ଗାଳ୍ପିକା ବାସନ୍ତୀ ଦାସଙ୍କ କବିତା ମୁଁ ଅସହାୟ ଜେଜେମାଟିଏ। ବାସ୍ତବବାଦୀ କବିତା, ଜୀବନ ବୋଧର କଥା ରହିଛି, ଅଙ୍ଗେ ନିଭା ଅନୁଭବ ରହିଛି। ଅନେକ ଜେଜେମା ଏଇ କବିତା ଭିତରେ ନିଜକୁ ଖୋଜି ପାଇବେ ନିଶ୍ଚୟ। ଆଜିର ଅଡିଓଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।